हेलो एवरीवन पिला माने तुम समस्त को स्टडी एंड स्टडी गोटे फ्रेश वीडियो रे मु सुब्रत सर वेलकम करछि। पिले जो माने भी प्लस 3 फिजिक्स ऑनर्स नैचो पढुचो बा ई वर्ष प्लस 3 रे एडमिशन करिचो आ फिजिक्स ऑनर्स तमरो अछि पिले ई वीडियोटा तुम पई बहुत इंपोर्टेंट रहइबो। पिले ई वीडियो रे हम आलोचना करिया तमरो जो फर्स्ट सेमिस्टर रु आरंभ करी कि 6 सेमिस्टर पर्यंत रहिला को सेमिस्टर रे को पेपर पिले पडिबो जो माने फर्स्ट एडमिशन नैचो ई वर्ष होछि प्लस 3 फर्स्ट सेमिस्टर रे बा फर्स्ट ईयर रे जो माने भी एडमिशन नैचो तांको पई पिले कहि दोछि मु ହଉଛି ତମର ପ୍ଲସ ଟୁ ରେ ଯୋଉ ଭଳିଆ ତମେ ପିଲେ ପଢୁଥିଲ ବର୍ଷକୁ ଗୋଟେ ଏକ୍ଜାମ ଦଉଥିଲ ସେଭଳିଆ ଏଠି ନୁହଁ। ପ୍ଲସ ଥ୍ରୀ ରେ ଆମର ସିଷ୍ଟମ ଅଲଗା। ପ୍ଲସ ଥ୍ରୀ ରେ ପିଲେ 6 ମାସକୁ ଗୋଟେ ଗୋଟେ ଏକ୍ଜାମ ହୁଏ ତାକୁ ସେମିଷ୍ଟର ବୋଲି ପିଲେ କୁହାଯାଏ। ଠିକ ଅଛି। ତ ଫାର୍ଷ୍ଟ ସେମିଷ୍ଟର ଟା ପାଇଁ ପାଖାପାଖି ପିଲେ 6 ମାସ ଟାଇମ ମିଳିବ ସେଇଭଳିଆ ସେକେଣ୍ଡ ସେମିଷ୍ଟର ଟା ପିଲେ 6 ମାସରେ ଗୋଟେ ଗୋଟେ ସେମିଷ୍ଟର ହବ। ପ୍ଲସ ଟୁ ସେକେଣ୍ଡ ଇୟର ତମେ କଣ କଲ ଗୋଟେ ବର୍ଷ ପୁରା ଫୁଲ ପଢିଲ ପିଲେ ତାପରେ ଏକ୍ଜାମ ଦେଲ କାଉନସିଲ ଏକ୍ଜାମ ଦେଲ। କିନ୍ତୁ ଏଠି ସେଭଳିଆ ପିଲେ ନୁହଁ ସେମିଷ୍ଟର ୱାଇଜ ମାନେ ତୁମର ପ୍ଲସ ଥ୍ରୀ ଟା 3 ବର୍ଷ 3 ବର୍ଷ ମାନେ ପିଲେ 6ଟା ସେମିଷ୍ଟର ଦବ 6 ମାସକୁ ଗୋଟେ ଗୋଟେ ସେମିଷ୍ଟର। ତାହେଲେ 6ଟା ସେମିଷ୍ଟର ପିଲେ ହବ ଗୋଟେ ସେମିଷ୍ଟରକୁ ପାଖାପାଖି ଆପ୍ରୋକ୍ସିମେଟ ଟାଇମ ହେଲା ପିଲେ 6 ମନ୍ଥ ଆଉ ପ୍ରତ୍ୟେକ ସେମିଷ୍ଟରରେ ପିଲେ ଆମର ୟୁନିଭର୍ସିଟିରୁ କ୍ୱେଶ୍ଚିନ୍ ଆସିବ ୟୁନିଭର୍ସିଟିରେ ଖାତା ଦେଖାଯିବ। ତ ସେଇ ହିସାବରେ ପିଲେ ପ୍ରତ୍ୟେକ ସେମିଷ୍ଟରଟା ପିଲେ ବହୁତ ଇମ୍ପୋର୍ଟାଣ୍ଟ ଲାଷ୍ଟକୁ ଯେତେବେଳେ ତୋର ମାର୍କ ଆସିବ 6ଟା ସାରା ସେମିଷ୍ଟର ଟୋଟାଲ ମାର୍କଟାକୁ ହିଁ ଟୋଟାଲ ଧରାଯିବ ତମର ପ୍ଲସ୍ ଥ୍ରୀରେ କେତେ ମାର୍କ ରହିଲା ବୋଲି। ଠିକ ଅଛି। ତେଣୁ ପ୍ରତ୍ୟେକ ସେମିଷ୍ଟର ଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ଗୋଟେ ସେମିଷ୍ଟରକୁ ବି ଯଦି ଭଲସେ ତମେ ପ୍ରିପାରେସନ ନ କରୁଛ ବା ନ ପଢୁଛ ଟୋଟାଲ ମାର୍କ ଉପରେ ବି ସେଇଟା ଆମର ପ୍ରଭାବ ପିଲେ ପଡିବ। ଯୋଉ ଭଳିଆ ପ୍ଲସ୍ ଟୁରେ ହଉଛି ପ୍ଲସ୍ ଟୁ ଫାର୍ଷ୍ଟ ଇୟରରେ ତମର କଲେଜ ଏକ୍ଜାମ ହଉଥିଲା ସେ ମାର୍କ କାଉନସିଲକୁ ପିଲା ଯାଉନଥିଲା। ତେଣୁ ପିଲାମାନଙ୍କର କଣ ନା ସେକେଣ୍ଡ ଇୟରଟା ଯଦି ଭଲସେ ହିଁ ପଢୁଥିଲ ହଉଛି ପ୍ରିପାରେସନ କରୁଥିଲ ତେଣୁ ସେଇ ହିସାବରେ ମାର୍କ ପିଲା ଆସୁଥିଲା। ଏଠି ସେଭଳିଆ କଲେ ପିଲେ ହବନି। 6 ମାସକୁ ପିଲେ ଗୋଟେ ଗୋଟେ ସେମିଷ୍ଟର ପ୍ରତ୍ୟେକ ସେମିଷ୍ଟର ଗୁଡାକୁ ଭଲସେ ପ୍ରିପାରେସନ ପିଲା ହେବା ପାଇଁ ପଡିବ। ଠିକ ଅଛି। ତ ପିଲେ ଦେଖ ଫାର୍ଷ୍ଟ ସେମିଷ୍ଟରରେ ଆମର ଫିଜିକ୍ସ ଅନର୍ସର ଦୁଇଟା ପେପର ଅଛି ଗୋଟେ ହେଲା ପିଲେ ମେକାନିକ୍ସ ଆଉ ଗୋଟେ ହେଲା ପିଲେ ମ୍ୟାଥମେଟିକାଲ ଫିଜିକ୍ସ। ତ ସେଇଭଳିଆ ପିଲେ ସେକେଣ୍ଡ ସେମିଷ୍ଟରରେ ପେପର ଆମର ବଢି ବଢି ଯିବ ଗୋଟେ ଗୋଟେ ସେମିଷ୍ଟରରେ 3ଟା ଲେଖା ପେପର ଅଛି 4ଟା ଲେଖା ପିଲେ ପେପର ଅଛି। ଫାର୍ଷ୍ଟ ସେମିଷ୍ଟରରେ କେବଳ ତୁମେ ଫିଜିକ୍ସର ଏଇ ଦୁଇଟା ପେପର ପଢିବ। ଠିକ ଅଛି। ତ ମେକାନିକ୍ସର ତମର ରହିବ 60 ମାର୍କର ଥିଓରି ପ୍ଲସ୍ 15 ମାର୍କ ପିଲେ ରହିବ କଲେଜର ଇଣ୍ଟରନାଲ। ଏଟା କଲେଜ ଇଣ୍ଟରନାଲ ଯେତିକି ପଢା ହେଇଥିବ କଲେଜରୁ ଇଣ୍ଟରନାଲ ଦେବେ 15 ମାର୍କ ପ୍ଲସ୍ ପିଲେ ପ୍ରାକ୍ଟିକାଲ ମାର୍କ ରହିଲା ତମର 25 ମାର୍କ ପ୍ରାକ୍ଟିକାଲ ଦେଲେ ତମର ହେଇଯାଉଛି କେତେ ହଉଛି 100 ମାର୍କ। ଠିକ ଅଛି। ତ ମେକାନିକ୍ସଟା ପିଲେ 100 ମାର୍କର ଏକ୍ଜାମ ହବ ସେଇଭଳିଆ ପିଲେ ମ୍ୟାଥମେଟିକାଲ ଫିଜିକ୍ସ ବି 100 ମାର୍କର ପିଲେ ଏକ୍ଜାମ ହବ। ମେକାନିକ୍ସ ମ୍ୟାଥମେଟିକାଲ ଫିଜିକ୍ସ ଦୁଇଟା ଫିଜିକ୍ସ ପେପର ହେଲା ତା ସହିତ ପିଲେ ଆଇଦର ତମର କେମିଷ୍ଟ୍ରି ଥିବ ନହେଲେ ମ୍ୟାଥମେଟିକ୍ସ ଥିବ ସେଇଟା ପିଲେ ଗୋଟେ ପେପର ରହିବ ତା ସହିତ ଏନଭାୟରମେଣ୍ଟାଲ ଷ୍ଟଡି ବି ରହିଛି ତା ସହିତ ଏଥିକ୍ସ ଭ୍ୟାଲୁ ବି ରହିଛି। ଏଗୁଟା ପିଲେ ମୁଁ ଆଉ ଗୋଟେ ଭିଡ଼ିଓରେ ତୁମ ସହିତ ଆଲୋଚନା କରିବି। ମାନେ ହଉଛି ତମର ମ୍ୟାଥମେଟିକାଲ ଫିଜିକ୍ସ ପିଲେ ରହିଲା 100 ମାର୍କ ତାପରେ ମେକାନିକ୍ସ ରହିଲା 100 ମାର୍କ ଜେନେରିକ ଇଲେକ୍ଟିଭ ଯୋଉଟା ଆଇଦର କେମିଷ୍ଟ୍ରି ଥିବ ନହେଲେ ମ୍ୟାଥମେଟିକ୍ସ ଥିବ ଏଗୁଡ଼ା ପିଲେ 100 ମାର୍କ ସେଇଭଳିଆ ଏନଭାୟରମେଣ୍ଟାଲ ଷ୍ଟଡି ବି 80 ଆଉ 20 ହେଲା। ଏଟା ଥିଓରି ମାର୍କ 80 ଇଣ୍ଟରନାଲ ମାର୍କ ପିଲେ 20 ଇଥିକ୍ସ ଆଣ୍ଡ ଭ୍ୟାଲୁ ଯୋଉଟା ହେଲା ତୁମର ହଉଛି ଇଥିକ୍ସ ଭ୍ୟାଲୁଟା ମାନେ କଣ ହଉଛି କୋଉ ଭଳିଆ ସମାଜରେ ତୁମେ ଚଳିବ ସମାଜରେ ତୁମର ଅବଦାନ କଣ ସମାଜରେ ଗୁରୁଜନ ମାନଙ୍କୁ କୋଉ ଭଳିଆ ସମ୍ମାନ ଦବ ସେଇ ସବୁ ରିଲେଟେଡ ପାଠ ପିଲେ ପଢାଯାଏ। ଭ୍ୟାଲୁ କୋଉ ଭଳିଆ ଡେଭଲପ ହବ ଏଥିକ୍ସ ଭ୍ୟାଲୁଟା ପିଲେ ସବୁ ସେମିଷ୍ଟରରେ ରହିବ। ଫାର୍ଷ୍ଟ ସେମିଷ୍ଟରରୁ ଆରମ୍ଭ କରିକି ତୁମର 6 ସେମିଷ୍ଟର ପର୍ଯ୍ୟନ୍ତ ରହିବ ଏଟା 25 ମାର୍କର ପିଲେ ଟୋଟାଲ ତୁମେ 425 ମାର୍କର ଦବ ଫାର୍ଷ୍ଟ ସେମିଷ୍ଟରରେ ଏକ୍ଜାମ। ଠିକ ଅଛି। ସେଇଭଳିଆ ପିଲେ ସେକେଣ୍ଡ ସେମିଷ୍ଟରରେ ଦୁଇଟା ଫିଜିକ୍ସର ପେପର ରହିଲା ଗୋଟେ ହେଲା ପିଲେ ଇଲେକ୍ଟ୍ରିସିଟି ମ୍ୟାଗ୍ନେଟିଜିମ୍ ଆଉ ଗୋଟେ ପିଲେ ୱେଭ୍ ଅପ୍ଟିକ୍ସ ଏଇଟା ପିଲେ ସେଇଭଳିଆ ତମର ପ୍ରାକ୍ଟିକାଲ ମିଶିକି 100 ମାର୍କର ସେଇଭଳିଆ ୱେଭ୍ ଅପ୍ଟିକ୍ସ ପିଲେ 100 ମାର୍କର। ଠିକ ଅଛି। ଥାର୍ଡ ସେମିଷ୍ଟରରେ କିନ୍ତୁ ପିଲେ 3ଟା ପେପର ହେଇଯିବ ଥର୍ମାଲ ଫିଜିକ୍ସ ଗୋଟେ ଆସିବ ଏନାଲଗ ସିଷ୍ଟମ ଆସିବ ଆଉ ଗୋଟେ ପିଲେ ମ୍ୟାଥମେଟିକାଲ ଫିଜିକ୍ସ ଆସିବ। ତମର ଫାର୍ଷ୍ଟ ସେମିଷ୍ଟରରେ ଗୋଟେ ମ୍ୟାଥମେଟିକାଲ ଫିଜିକ୍ସ ପିଲେ ରହିଲା ଥାର୍ଡ ସେମିଷ୍ଟରରେ ପୁଣି ଆଉ ଗୋଟେ ମ୍ୟାଥମେଟିକାଲ ଫିଜିକ୍ସ ପିଲେ ରହିବ। ଠିକ ଅଛି। ହଉଛି ତାପରେ ପିଲେ 4 ନମ୍ବର ସେମିଷ୍ଟରରେ ତମର ପୁଣି ଆଉ ଥରେ ମ୍ୟାଥମେଟିକାଲ ଫିଜିକ୍ସ ପିଲେ ଆସିବ ଏଲିମେଣ୍ଟସ ଅଫ ମଡର୍ନ ଫିଜିକ୍ସ ଆସିବ ଆଉ ଗୋଟେ ଆସିବ ଡିଜିଟାଲ ସିଷ୍ଟମ ଆଣ୍ଡ ଆପ୍ଲିକେସନ ଏଗୁଡ଼ାକୁ ଖାତାରେ ପିଲେ ଲେଖି ରଖ ଯୋଉମାନେ ବି ନୂଆ ଆଡମିସନ କରିଛ। ଫିଫ୍ଥ ସେମିଷ୍ଟରରେ ସେଇଭଳିଆ ପିଲେ ଆସିବ କ୍ୱାଣ୍ଟମ ମେକାନିକ୍ସ ଆଣ୍ଡ ଆପ୍ଲିକେସନ ତାପରେ ସଲିଡ ଷ୍ଟେଟ ଫିଜିକ୍ସ ତାପରେ କ୍ଲାସିକାଲ ଡାଇନାମିକ୍ସ ତାପରେ ଆସିବ ପିଲେ ନ୍ୟୁକ୍ଲିୟର ଆଣ୍ଡ ପାର୍ଟିକଲ ଫିଜିକ୍ସ ସେଇଭଳିଆ ପିଲେ ଲାଷ୍ଟ ସେମିଷ୍ଟରରେ ତମର ଆସିବ 3 ବର୍ଷ ପରେ ଯୋଉଟା 3ଟା ପେପର ପିଲେ ଆସିବ ଗୋଟେ ହେଲା ଇଲେକ୍ଟ୍ରୋମାଗ୍ନେଟିକ ଥିଓରି ଗୋଟେ ହେଲା ଷ୍ଟାଟିଷ୍ଟିକାଲ ମେକାନିକ୍ସ ଆଉ ଗୋଟେ ହେଲା ପିଲେ ନାନୋ ମେଟେରିଆଲ ଆଣ୍ଡ ଆପ୍ଲିକେସନ ଏତିକି ପେପର ପିଲେ ତୁମେ ପଢିବ। ଟୋଟାଲ ଯଦି ପେପର ଆମେ ହିସାବ କରିବା ଫାର୍ଷ୍ଟ ସେମିଷ୍ଟର ଦୁଇଟା ଆଉ ସେକେଣ୍ଡ ସେମିଷ୍ଟର 2 2 4 4 3 7 7 3 10 10 4 14 15 16 17 ଟୋଟାଲ 17ଟା ପେପର ତୁମେ ପିଲେ ପଢିବ ହେଲା। 17ଟା ପେପର ତୁମେ ପଢିବ ମାନେ 100 ମାର୍କ ଲେଖା ତୁମେ ଚିନ୍ତା କର ଗୋଟେ ଗୋଟେ ପେପର ତୁମର ପ୍ରାକ୍ଟିକାଲ ଥିଓରି ଇଣ୍ଟରନାଲ ମିଶିକି ରହୁଛି। ଠିକ ଅଛି। ତ ପିଲା ଯୋଉମାନେ ବର୍ତ୍ତମାନ ହଉଛି ଯୋଉମାନେ ଫାର୍ଷ୍ଟ ସେମିଷ୍ଟର ଆଡମିସନ ହେଇଛ ତମର କ୍ଲାସ ତ କଲେଜରେ ଷ୍ଟାର୍ଟ ହେଇଯିବ ହଉଛି ଅଗଷ୍ଟ 1 ପାଖାପାଖିରୁ ପିଲେ କ୍ଲାସ ଷ୍ଟାର୍ଟ ହେଇଯିବ ଆଡମିସନ ତ ସରିଗଲାଣି 3ଟା ସାରା ଫେଜରେ ପିଲେ ଆଡମିସନ ସରିଗଲାଣି ଖାଲି ଗୋଟେ ସ୍ପଟ ଆଡମିସନଟା ରହିଛି। ତେଣୁ କଲେଜରେ ଖୁବ ଶୀଘ୍ର ପିଲେ କ୍ଲାସ ଷ୍ଟାର୍ଟ ହେଇଯିବ ତା ସହିତ ପିଲେ ଯୋଉମାନେ ବି ଟ୍ୟୁସନ ବେଚରେ ଆମର ଆଡମିସନ କରିବା ପାଇଁ ପିଲେ ଚାହୁଁଛ ଆମର ସବୁଗୁଡା ପେପର ମୁଁ ପିଲେ ପଢାଏ ଫିଜିକ୍ସ ଅନର୍ସର ସବୁଗୁଡା ପେପର ତା ସହିତ ଯୋଉମାନଙ୍କର କେମିଷ୍ଟ୍ରି ଅନର୍ସ ମ୍ୟାଥମେଟିକ୍ସ ଅନର୍ସ ତାଙ୍କର ବି ପିଲେ ଫିଜିକ୍ସ ରହିବ। ଠିକ ଅଛି। ତମର ଯୋଉ ଭଳିଆ
फिजिक्स ଅନର୍ସ ପିଲାଙ୍କର କେମିଷ୍ଟ୍ରି ରହିବ ହଉଛି ଆଉ ମ୍ୟାଥମେଟିକ୍ସ ରହିବ। ଦୁଇଟା ସେମିଷ୍ଟର ତୁମେ କେମିଷ୍ଟ୍ରି ଏକ୍ଜାମ ଦେବ ଆଉ ଦୁଇଟା ସେମିଷ୍ଟର ତୁମେ ମ୍ୟାଥମେଟିକ୍ସ ଏକ୍ଜାମ ଦେବ। ସେଇଭଳିଆ ପିଲେ ଯାହାର ହଉଛି ଫିଜିକ୍ସ କେମିଷ୍ଟ୍ରି ଅନର୍ସ ଯାହାର ପିଲେ ରହିଲା ତାଙ୍କର ବି ପିଲେ ଫିଜିକ୍ସ ରହୁଛି। ମ୍ୟାଥମେଟିକ୍ସ ଅନର୍ସ ପିଲାଙ୍କର ବି ପିଲେ ଫିଜିକ୍ସ ରହୁଛି। ଆମର କମ୍ପ୍ଲିଟ୍ ପିଲେ ଏଇ ହଉଛି ଆମର ଏଇ ଯୋଉ ଆପ୍ଲିକେସନ ପିଲେ ରହିଛି ଷ୍ଟଡି ଆଣ୍ଡ ଷ୍ଟଡି ଆପ୍ଲିକେସନ ଯାଇକି ପିଲେ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବ। ତ ଯାଇକି ଏଇ ପ୍ଲେ ଷ୍ଟୋରରେ ଦେଇଦେବି ପିଲେ ଭିଡ଼ିଓର ଲିଙ୍କରେ ବି ଦେଇଦେବି ଡେସ୍କ୍ରିପସନ ବକ୍ସରେ ପିଲେ ଲିଙ୍କଟା ଦେଇଦେବି ଯାଇକି ଦେଖିବ। ନହେଲେ ପିଲେ ଡାଇରେକ୍ଟ ଷ୍ଟଡିରେ ଆଣ୍ଡ ଷ୍ଟଡି ସର୍ଚ୍ଚ କରିବ ପ୍ଲେ ଷ୍ଟୋର ଯିବ ଷ୍ଟଡି ଆଣ୍ଡ ଷ୍ଟଡି ପିଲେ ସର୍ଚ୍ଚ କରିବ ଏଇ ଲୋଗୋଟା ଥିବ ଆମର ଆପ୍ଲିକେସନ ପିଲେ ଆସିଯିବ। ଆପ୍ଲିକେସନରେ ନିଜ ନାଁ ଆଉ ମୋବାଇଲ ନମ୍ବର ପିଲେ ଦେଇ ସାରିଲା ପରେ ଏଠି ପିଲେ ହୋମ ଲେଖା ହଉଥିବ ତା ଡାହାଣ ପଟେ ପିଲେ ବେଚେସ୍ ଲେଖା ହଉଥିବ ତା ଡାହାଣ ପଟେ ଏଇଠି ପିଲେ ଷ୍ଟୋର ଲେଖା ହଉଥିବ ହେଲା। ହୋମ ଏଇଟା ଖୋଲିଗଲା ପରେ ଷ୍ଟୋର ଲେଖା ହଉଥିବ। ସେ ଷ୍ଟୋରରେ ଯାଇକି ପିଲେ କ୍ଲିକ୍ କଲା ମାନେ ତবে ଆମର ଯାହା ଯାହା କୋର୍ସ ପିଲା ଅଛି ପୁରା କମ୍ପ୍ଲିଟ୍ କୋର୍ସ ପିଲା ରହିଛି। ପ୍ଲସ୍ ଟୁ ର କୋର୍ସ ବି ରହିଛି ପ୍ଲସ୍ ଥ୍ରୀ ର ଜେନେରିକ ଇଲେକ୍ଟିଭ କୋର୍ସ ରହିଛି ଜେନେରିକ ଇଲେକ୍ଟିଭ ଟୁ କୋର୍ସ ରହିଛି ତାପରେ ଫିଜିକ୍ସ ଅନର୍ସର ଫାର୍ଷ୍ଟ ସେମିଷ୍ଟର ସେକେଣ୍ଡ ସେମିଷ୍ଟର ଥାର୍ଡ ସେମିଷ୍ଟର ସବୁର କୋର୍ସ ପିଲା ରହିଛି। ଯାଇକି ତୁମେ ସେଠୁ କୋର୍ସକୁ ପିଲା ସବସ୍କ୍ରାଇବ କରିପାରିବ। ତା ସହିତ ଏଇଠି ପିଲା ଆମର ହ୍ୱାଟ୍ସଆପ୍ ଗ୍ରୁପରେ ଗୋଟେ ସବୁ ସମସ୍ତଙ୍କର ପିଲା ଅଲଗା ଅଲଗା ଗ୍ରୁପ ରହିଛି। ପ୍ଲସ୍ ଟୁ ପାଇଁ ଅଲଗା ଗ୍ରୁପ ପିଲା ରହିଛି ପ୍ଲସ୍ ଥ୍ରୀ ପାଇଁ ଅଲଗା ଗ୍ରୁପ ରହିଛି ଏଗୁଡ଼ା ସେଇ ସବୁ ପାଇଁ ପିଲା ଅଲଗା ଅଲଗା ଗ୍ରୁପ ରହିଛି। ଏଇ 9090171794 ଏଇ ନମ୍ବରରେ ଜଷ୍ଟ ଖାଲି ଗୋଟେ ପିଲା ହାଇ ଲେଖିକି ମୋତେ ସେଣ୍ଡ କରିଦେବ। କମ୍ପ୍ଲିଟଲି ଫ୍ରିରେ ପିଲେ ମୁଁ ତୁମକୁ ହ୍ୱାଟ୍ସଆପ୍ ଗ୍ରୁପରେ ଜଏନ୍ କରେଇଦେବି ଠିକ୍ ଅଛି। ତ ଦେଲେ ଆମର ରେଗୁଲାର ପିଲେ କ୍ଲାସ୍ କରାହେଉଛି ଅନଲାଇନ୍ କ୍ଲାସ୍ ଯାହା ବି ପିଲେ ହେଉଛି ୟୁଟ୍ୟୁବ ମାଧ୍ୟମରେ ପିଲେ ଯାହା ବି କ୍ଲାସ୍ ହେଉଛି ସବୁ ଫ୍ରି। ଆଉ ଯଦି କମ୍ପ୍ଲିଟଲି ଥରଲି ପିଲେ ପ୍ରିପାରେସନ୍ କରିବା ପାଇଁ ଚାହୁଁଛ ଯାଇକି ଏଠୁ ସବସ୍କ୍ରିପସନ୍ ପିଲେ ନେଇପାରିବ। କୌଣସି ବି ଅସୁବିଧା ଆପ୍ଲିକେସନ୍ ରିଲେଟେଡ୍ କୌଣସି ବି ଅସୁବିଧା କୋଉ ଜାଗାରେ କ୍ଲିକ୍ କରିବ କଣ କିଛି ବୁଝି ଯଦି ପାରିବନି ପିଲେ ଏଇ ନମ୍ବରରେ ତୁମେ ହ୍ୱାଟ୍ସଆପ୍ କରିପାରିବ ଠିକ୍ ଅଛି। ଦୁଇଟା ପେପରକୁ ତୁମର ଫାର୍ଷ୍ଟ ସେମିଷ୍ଟରରେ ରଖାହେଇଛି ମିନିମମ୍ ପ୍ରାଇସ୍ ପିଲେ ରହିଛି ହେଉଛି ଗୋଟେ ପେପର ପିଲେ 1000 ଟଙ୍କା ଏଇ ପେପରଟା ପିଲେ 1000 ଟଙ୍କା ରହିଛି 6 ମାସ ପର୍ଯ୍ୟନ୍ତ ପୁରା ଭ୍ୟାଲିଡିଟି ରହିବ। ବାଇଚାନ୍ସ ତଥାପି ଯଦି 6 ମାସରେ ବାଇଚାନ୍ସ ଯଦି ଏକ୍ଜାମ ହଉନି ସେମିଷ୍ଟର ଏକ୍ଜାମ ଯଦି ହଉନି 8 ମାସ ହେଇଯାଉଛି 9 ମାସ ହେଇଯାଉଛି ଯାହା ବି ହେଇଯାଉଛି ତାପରେ ଆଉ ପଇସା ଦେବା ପାଇଁ ପଡ଼ିବନି ଫ୍ରିରେ ମୁଁ ପିଲାଟାକୁ ଏକ୍ସଟେଣ୍ଡ କରିଦେବି। তোমার ଗୋଟେ ସେମିଷ୍ଟାର ଫାର୍ଷ୍ଟ ସେମିଷ୍ଟାର କମ୍ପ୍ଲିଟ୍ তোমার 6 ମାସ ପାଇଁ ଟୋଟାଲ ପିଲେ 1999 ଟଙ୍କା ପଡ଼ିବ ଠିକ୍ ଅଛି। ସେଠି ପ୍ରାଇସ୍ ଶୋ କରୁଥିବ ଏଇ ତମର ଏଇ ଆପ୍ଲିକେସନରେ ଏଠି କ୍ଲିକ୍ କଲା ପରେ তোমার ଏଠି ପ୍ରାଇସ୍ ଶୋ କରିବ। ଏଠି ଷ୍ଟୋରରେ ଯାଇକି କ୍ଲିକ୍ କଲେ ଷ୍ଟୋରରେ ଯାଇକି କ୍ଲିକ୍ କଲେ তোমার କୋର୍ସ ଗୁଡ଼ା ସବୁ ଆସିଯିବ। ସେଠି ସବୁ ପିଡିଏଫ୍ ଭିଡ଼ିଓ ପିଲେ ସବୁ ଆଭେଲେବୁଲ ରହିଛି। ମୁଁ ଗୋଟେ ଇଏ ଦେଇଦେବି ଏଇ ଭିଡ଼ିଓର ଡେସ୍କ୍ରିପସନ ବକ୍ସରେ ବି ମୁଁ ଦେଇଦେବି କୋଉ ଭଳିଆ ତମେ କୋର୍ସ ବାଇ କରିବ ବା ପରଚେଜ କୋଉ ଭଳିଆ ତମେ କରିବ ବା ସବସ୍କ୍ରିପସନ କୋଉ ଭଳିଆ ପିଲେ ନବ। ତାପରେ ପିଲେ ରେଗୁଲାର କ୍ଲାସ୍ ସବୁ ବର୍ତ୍ତମାନ ଆମର ଷ୍ଟାର୍ଟ ହେଇଯିବ ଏଇ ଗ୍ରୁପରେ ହ୍ୱାଟ୍ସଆପ୍ ଗ୍ରୁପରେ ପିଲେ ଏଡ୍ ହେଇଯିବ। ହ୍ୱାଟ୍ସଆପ୍ ଗ୍ରୁପରେ ଯାହା ବି ପିଲେ କ୍ଲାସ୍ ହବ ଯାହା ବି ଲିଙ୍କ ପିଲେ ପଠେଇବି ଫ୍ରି ଲିଙ୍କ ଗୁଡ଼ା ଯିବ ହେଲା। ତ ଆପ୍ଲିକେସନରେ ତମେ ସେଇଠି ପେମେଣ୍ଟ କଲେ ସେଠି ତମେ ହେଉଛି ଆପ୍ଲିକେସନ ଆମର କମ୍ପ୍ଲିଟ୍ ରହିଛି ପୁରା ଫୁଲ୍ ରେକର୍ଡେଡ୍ ଭିଡ଼ିଓ ରହିଛି ତା ସହିତ ପୁରା ଫୁଲି ପିଡିଏଫ୍ ପୁରା ଆଭେଲେବୁଲ ହେଇଛି ପୁରା ତମର ଗୋଟେ ଗୋଟେ ପେପରରେ ମୁଁ କହିଦେଉଛି ଏଇ ଧରାଯାଉ ମେକାନିକ୍ସ ପେପରରେ 4ଟା ଲେଖା ପିଲେ ୟୁନିଟ୍ ଅଛି। ଆମର ପ୍ଲସ୍ ଥ୍ରୀରେ ସବୁ ସେଇଭଳିଆ ସବୁ ପେପରରେ ଯେକୌଣସି ପେପର ଉଠେଇଲେ ବି 4ଟା ଲେଖା ପିଲେ ୟୁନିଟ୍ ଥିବ ଠିକ୍ ଅଛି। ତ ଏଇ ମେକାନିକ୍ସରେ 4ଟା ଲେଖା ୟୁନିଟ୍ 1 2 3 4 କମ୍ପ୍ଲିଟ୍ ନୋଟ୍ ଅଛି ଆପ୍ଲିକେସନରେ। ସେଭଳିଆ କମ୍ପ୍ଲିଟ୍ ଭିଡ଼ିଓ କ୍ଲାସ୍ ବି ରେକର୍ଡେଡ୍ କ୍ଲାସ୍ ବି ସବୁ ରହିଛି ମେକାନିକ୍ସର ସବୁ ଯୋଉ ଯେତେବେଳେ ତମେ ପେମେଣ୍ଟ କରିବ ନା 1999 ଟଙ୍କା ପେମେଣ୍ଟ କଲା ନା ସାଙ୍ଗେ ସାଙ୍ଗେ ୱିଦିନ୍ 1 ସେକେଣ୍ଡରେ তোমার ସବୁଗୁଡ଼ା ଅନଲକ୍ ହେଇଯିବ ଅଟୋମେଟିକ୍ ଗୁଡ଼ା ଅଟୋମେଟିକ୍ ସିଷ୍ଟମ ପେମେଣ୍ଟ କଲା ମାନେ ଫୋନ ପେ ହଉ ବା ଯାହାର ଦ୍ୱାରା ଯୋଉ ଫୋନ ପେ ଗୁଗୁଲ ପେ ନାହିଁ ବି ମତେ ପିଲେ କଣ୍ଟାକ୍ଟ କରିବ ମତେ ପଇସାଟା ପଠେଇଦେଲେ ବି ମୁଁ ପିଲେ ଗ୍ରୁପରେ ଜଏନ୍ କରିଦେବି ହେଲା। ଏଇ ନମ୍ବରଟା ପିଲେ ଏଇ ନମ୍ବରଟାରେ ତମେ ହ୍ୱାଟ୍ସଆପ୍ ମତେ କରିପାରିବ ଠିକ୍ ଅଛି। ତ 4ଟା ଲେଖା ୟୁନିଟ୍ର କମ୍ପ୍ଲିଟ୍ ପିଡିଏଫ୍ କମ୍ପ୍ଲିଟ୍ ଭିଡ଼ିଓ ପିଲେ ରହିଛି। ତା ସହିତ ପିଲେ ଲାଇଭ୍ କ୍ଲାସ୍ ବି ସବୁ କରାଯିବ ୟୁଟ୍ୟୁବରେ ପିଲେ ଲାଇଭ୍ କ୍ଲାସ୍ ହବ ତା ସହିତ ଆପ୍ଲିକେସନ ନେଇ ପିଲେ ଲାଇଭ୍ କ୍ଲାସ୍ ହୁଏ ଡାଉଟ୍ କ୍ଲିୟରିଂ କ୍ଲାସ୍ ବି କରାଯିବ ସବୁ। ତେଣୁକରି ତମେ ଯେତେ ଶୀଘ୍ର ପାରୁଛ ପିଲା ସବସ୍କ୍ରିପସନ ନେଇକି ହେଉଛି ନୋଟ୍ ଲେଖା ପିଲା ଆରମ୍ଭ କରିଦିଅ ହେଲା। ତୁମେ ସବସ୍କ୍ରିପସନ କରିସାରିଲା ପରେ ମୋତେ ମେସେଜ କରିଦେଲେ ମୁଁ ଆମର ଗୋଟେ ପେଡ୍ ଗ୍ରୁପ ଅଲଗା ପିଲା ରହିଛି ସେଇଠି ମୁଁ ତୁମକୁ ଆଡ୍ କରିଦେବି ଠିକ୍ ଅଛି। ତ ଯୋଉମାନେ ବି ବର୍ତ୍ତମାନ ସୁଦ୍ଧା ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନ ଯାଇକି ଟେଲିଗ୍ରାମ ଗ୍ରୁପରେ ପିଲେ ଜଏନ୍ ହେଇପାରିବ ଲିଙ୍କ ପିଲେ ଦେଇଦେବି ଡେସ୍କ୍ରିପସନ ବକ୍ସରେ। ତ ଦେଖା ହବ ପିଲେ ଆଉ ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓରେ ଖୁବ୍ ଶୀଘ୍ର ଆମେ ବି କ୍ଲାସ୍ ଷ୍ଟାର୍ଟ କରିବା ପିଲେ ୟୁଟ୍ୟୁବରେ ଆପ୍ଲିକେସନରେ ତ ପିଲେ କ୍ଲାସ୍ ଚାଲିଛି ରେଗୁଲାର କ୍ଲାସ୍ ହେଉଛି ରେଗୁଲାର ଭିଡ଼ିଓ ଅପଲୋଡ଼ ହେଉଛି ପିଲେ ଆପ୍ଲିକେସନରେ ପୁରା କମ୍ପ୍ଲିଟ୍ 6ଟା ସାରା ସେମିଷ୍ଟର ସବୁ ସେମିଷ୍ଟର ଅଲଗା ଅଲଗା ସବୁ ପୁରା ସେପାରେଟ ପୁରା କମ୍ପ୍ଲିଟ୍ ପିଡିଏଫ୍ କମ୍ପ୍ଲିଟ୍ ଭିଡ଼ିଓ ସବୁ ରହିଛି। ତୁମେ ଚାହିଁଲେ ବର୍ତ୍ତମାନ ସବସ୍କ୍ରିପସନ ନେଇକି ବି ତୁମେ ନୋଟ୍ ଲେଖା ଆରମ୍ଭ କରିପାରିବ ଭିଡ଼ିଓ ଦେଖା ଆରମ୍ଭ କରିପାରିବ ବହୁତ ଶୀଘ୍ର ପିଲେ କୋର୍ସ ସାରି ଦେଇପାରିବ ଠିକ୍ ଅଛି। ତ ତା ସହିତ ଲାଇଭ୍ କ୍ଲାସ୍ ଗୁଡ଼ାରେ ବି ଆଟେଣ୍ଡ କରିବ ପିଲେ ଡାଉଟ୍ କ୍ଲିୟର କ୍ଲାସ୍ ସବୁ ପିଲେ କରେ ମୁଁ ଠିକ୍ ଅଛି। ତ ଦେଖା ହବ ପିଲା ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓରେ ଟିଲ୍ ଦେନ୍ ବାଏ ବାଏ ଟେକ୍ କେୟାର ଅଲ୍ ଦ ଭେରି ବେଷ୍ଟ।